ପାର୍ଲାମେଣ୍ଟ ଗୁହାଳର ପଶୁ ଦଳ একথা কইবার অর্থ ହେଲା এমানে মোর কেই শত্রু নতি কৌশি রাজনীতি দল মোর শত্রু নুহে কৌশি নেতা মন্ত্রী মোর শত্রু নুহে এমানে পশু ভଳି দেশକୁ ଶାସନ କରୁଥିବାର ମୁଁ ପଶୁ ଭଳି ବାଧ୍ୟ କହୁଛି କହିବାକୁ ଏମାନେ ବିଚାର ଜ୍ଞାନ ବା ବିବେକ ନଥିବାରୁ ଏମାନଙ୍କୁ ପଶୁ କହିବା ପାଇଁ ମୁଁ ବାଧ୍ୟ ହୋଇଛି। ଦେଶରେ ପ୍ରଧାନମନ୍ତ୍ରୀ ଉଚ୍ଚ ଭାଷଣ ଦେଉଛନ୍ତି। ଭାରତର ଅତୀତରେ ଯେତେ ପ୍ରଧାନମନ୍ତ୍ରୀ ଥିଲେ ସେ ଥିଲେ ବି ପଶୁ। ପାର୍ଲାମେଣ୍ଟରେ ଯେତେ ଦଳ ଜିତିକି ଆସିଛନ୍ତି ସେମାନେ ପଶୁ, କାରଣ ନିଜ ସ୍ୱାର୍ଥକୁ ସେମାନେ ରଖି ବିଚାର କରୁଛନ୍ତି। ନିଜ ପେନସନ ବ୍ୟବସ୍ଥା ନିଜ ପାଇଁ କରି ନେଉଛନ୍ତି। ଏମାନେ ଗରିବ ଖଟିଚିଆର ଶତ୍ରୁ। ଗରିବ ଖଟିଚିଆକୁ ଏ ପରୋକ୍ଷ ଭାବରେ ହତ୍ୟା କରୁଛନ୍ତି। ସାଧାରଣ ଗରିବ ଲୋକଟିଏ কিভাবে ভাবে দেশে বঞ্চিব এ চিন্তা তাঁর নাই। যদি সাধারণ গরিব লোকর জমি বাড়ি কিছু নাই, বার্ধক্য কালে তাকে 1000 টঙ্কা দিয়াগলা। এবে পাস হয়েছে 1000 টঙ্কা তাকে বার্ধক্য ভত্তা দিয়াযিব। কিন্তু যে মানে সরকার কর্মচারী বা যে নেতা মন্ত্রী তাঁকর বাগ বগিচার সম্পত্তি অছি, তাঁকর কোঠা বাড়ি ভড়া লাগিছি, ସେମାନେ 1000 ଟଙ୍କା ପେନସନ ପାଇବା ପାଇଁ ଯୋଗ୍ୟ। ଯଦି ମୋର ଏଠି ପ୍ରଶ୍ନ, ଯଦି ଶ୍ରମିକ ବା ଚାଷୀ 1000 ଟଙ୍କାରେ ଚଳିଯାଏ, ଜମି ନାହିଁ ବାଡ଼ି ନାହିଁ ଖଟିନେ ଖାଏ, ବୃଦ୍ଧ କାଳକୁ 1000 ଟଙ୍କାରେ ଚଳିଯାଏ, ସରକାର କର୍ମଚାରୀ ମାନଙ୍କର ବାଗ ବଗିଚା ସମ୍ପତ୍ତି ବାଡ଼ି କୋଠା ବାଡ଼ି ଥିବା ବେଳେ ସେ କାହିଁକି 1000 ଟଙ୍କାରେ ଚଳିପାରିବେ ନାହିଁ? ତାଙ୍କର ପେନସନ କାହିଁକି 1000 ଟଙ୍କା ନୁହେଁ? ଆୟର ଦୂରତା କେତେ ଗୁଣ ରହିବା ଦରକାର? ବର୍ତ୍ତମାନ କେତେ ଗୁଣ ହେଇଯାଇଛି? 10 ଗୁଣ ପରିବର୍ତ୍ତେ 100 ଗୁଣକୁ ଉପରେ ହେଇଯାଇଛି। ଆୟର ଦୂରତା ଯେତେ ବଢି ବଢି ଯିବ ଦରିଦ୍ର ଉପରେ ସେତେ ପ୍ରଭାବ ପଡିବ। ଏ କଥା କଣ ମନ୍ତ୍ରୀ ମାନେ ଜାଣିନାହାନ୍ତି? ଯେତେ ମନ୍ତ୍ରୀ ଅତୀତରେ ଥିଲେ ସିଏ ବି ପଶୁ, ଏମାନେ ପଶୁ। ମୋର କାହାକି ଶତ୍ରୁ ନୁହନ୍ତି, କିନ୍ତୁ ଏମାନେ ମୋ ସାମ୍ନା ଜବାବ ଦିଅନ୍ତୁ, ଦେଶବାସୀଙ୍କୁ ଉତ୍ତର ରଖନ୍ତୁ। ଆଜି ଚାଷୀର ସ୍ୱାମୀଟିଏ ମରିଗଲା କି ଶ୍ରମିକ ଜଣେ ମରିଗଲା, ତା ବିଧବା ଭତ୍ତା 1000 ଟଙ୍କା। ଯଦି ଜଣେ ସରକାର କର୍ମଚାରୀ ମରିଯାଏ ତାକୁ ପେନସନ ତା ପରିବାରକୁ ଗୋଟେ ଚାକିରି। କଣ ପାଇଁ? ଇଏ ଯଦି 1000 ଟଙ୍କା ଭତ୍ତାରେ ଚଳିଯିବ ତ ସରକାର କର୍ମଚାରୀ ମାନଙ୍କର ସ୍ତ୍ରୀ ଯେଉଁମାନେ ବିଧବା ଭତ୍ତା ନେବା ପାଇଁ ଯୋଗ୍ୟ ସେମାନେ କାହିଁକି ଚଳିପାରିବେ ନାହିଁ? 1000 ଟଙ୍କାର ତାଙ୍କ ପରିବାରକୁ କାହିଁକି ପେନସନ ୱିଥ୍ ଚାକିରି? ଏ ଗୋଟେ ପ୍ରଶ୍ନ। ଏଇଭଳି ଅନେକ ପ୍ରଶ୍ନ ଅଛି। ଆୟର ଦୂରତା ଗୋଟିଏ କାରଣ ବରଣି, ଆୟର ଦୂରତା ବିଭିନ୍ନ କାରଣରୁ ବଢିଥାଏ। ବର୍ତ୍ତମାନ $1.82 ଏହା ମଧ୍ୟ ଆୟ ଦୂରତାର ଗୋଟିଏ ମୁଖ୍ୟ କାରଣ। ଖେଳାଳି ମାନଙ୍କୁ କୋଟି କୋଟି ଟଙ୍କା ପ୍ରଦାନ କରିବା ଦରମା ଆକାର, ଇଏ ବି ହଉଛି ଆୟ ଦୂରତା ବଢିବାର ମୁଖ୍ୟ କାରଣ। ଏଇଭଳି ଆୟର ଦୂରତା ଯେତେ ବଢି ବଢି ଯିବ ଦରିଦ୍ର ଉପରେ ସେତେ ପ୍ରଭାବ ପଡିବ। ପ୍ରଭାବ ଯୋଗୁ ଅଭାବ ହୁଏ ଅନୁଭବ, ବୁଝି ନ ପାରନ୍ତି ତାହା ଅଜ୍ଞାନୀ ମାନବ। ଅଭାବରେ ପଡି ଚାଷୀ ହରାଏ ଜୀବନ, ଅଭାବରେ ପଡି ନାରୀ କରେ ଦେହ ଦାନ। ଏସବୁ ଅଭାବ ହେତୁ ଗରିବ ଦରିଦ୍ରର ଅଭାବର ସମ୍ମୁଖୀନ ହେଇଥାଏ। ଏତିକି କହି ମୁଁ ମନ୍ତବ୍ୟ ଶେଷ କରୁଛି। ଇଏ ଗୋଟେ ଏତିକିର